नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं। नारदस्य च संवादस्ततः प्रयव्रतं द्विजा नाभेस्ततो नुचरित ऋषभस्य भरतस्य च द्यूपवर्ष समुद्राणां गिरिनद्यूपवर्णनं ज्योतिश्चक्रस्य संस्थानं पाताल नरकस्थिति दक्ष जन्म प्रचेतुभ्य स्तत्पुत्रीणां च सन्ततिं जतो देवासुर नरा स्तिर्जं नागखगादयः। श्रीपाद सुत गोस्वामी कहते श्रीमद् भागवत सूत्र गणना क्रमे मैत्रेय विदुर संवाद कहते सुत सौनंग कथा भितर शुक परीक्षित कथा तन्मध्य मैत्रेय विदुर तन्मध्य नारद प्राचीन बर्ही प्रकृत कथा हूँ नारद प्राचीन बर्ही नारद प्राचीन बही कथा ये सरला भवाटवी वर्णन भरत आख्यान भरत कथा कही प्राचीन बर्ही को नारद शिक्षा देले ये सब गुड़िक कथा नारद जहाँ कही प्राचीन बर्ही को सेटा को विद्रोह आगे मैत्रेय कही से मूल्यवान कथावस्तु को सुक उदाहरण देते परीक्षित सम्मुखें जोटा शुणी सुकंग मुहर सुत कहते सौनक मान आगे ये कथा गुड़ केते स्तर में जाए उठू आ ये केड़े मूल्यवान कथा जे ये गृहीत हो जाऊँगी परवर्ती काल में भरत चरित्र गला प्राचीन बही आउ नारदंगर कथा भाषा से समाप्त है। ये विदुर किछि विशेष ज्ञान लाभ करने निमंते मैत्रेय मुनि को पचारे मैत्रेय मुनि ये जहाँ कही सेगुड़ाक मैत्रेय उवाच कि सुक उवाच कि सुत उवाच एमती कहे गुड़ा सब रही ऋषि उवाच भागवत आपण मैंने देखिए से लोक जन कहते कौटी कहुई ऋषि उवाच ऋषि कहते कौटी ऋषि उवाच जमीका मुदावत कहगला तो व्यास उवाच सुक उवाच किंतु दशम स्कंद जो आसला आउ सुकंग ना आसलानी से सुक कहते कौन कहला बादरायणी उवाच हे बादरायणी किए नुआ लोक जड़े आसिले से सुकम आउ किए नुहति ताकर आउ गोटे ना व्यासंग ना बादरायण पुत्र बोली ये बादरायणी सेमती गाड़ी ऋषि उवाच जो बादरायणी उवाच आसूची से बुझे को हम जे केवल दशम स्कंद बादरायणी उवाच भगवान निगूढ़ लीला कथा रसतत्व जो महासत्यर संधान पाई व्यास हिमालय बद्रिक वन बादरायण से कहुई से महासत्य राधा कृष्णंकर गोपी कृष्णंकर लीलारस ब्रजांगना मान लीलारस गोपबालक गोपवासिक ब्रजवासी भगवान लीलारस जोटा को ब्रह्मा देख आश्चर्य होती कि कथा ये जन्मित्र परमानंद पूर्ण ब्रह्म सनातन पूर्व ब्रह्म सनातनटा या
ଯାହାକୁ କୋଟି କୋଟି କଳ୍ପ ମୁନି ଋଷି ମାନେ ଖୋଜି ଖୋଜି ପାଉନାହାନ୍ତି, ଯୋଗେନ୍ଦ୍ର ମୁନୀନ୍ଦ୍ର ଗଣ ଯାହାର ସନ୍ଧାନ ସତ୍ତା ପାଉନାହାନ୍ତି, ଏଟା ସାଙ୍ଗ ବୁଲୁଛି ଆଙ୍କ ସାଥିରେ କାନ୍ଧରେ ହାତ ପକେଇକିରି ଗଡ଼ା ଗଡ଼ି ପଢ଼ାପଢ଼ି ଖେଳା ଖେଳି ହେଉଛନ୍ତି। କି ଆଶ୍ଚର୍ଯ୍ୟ କଥା। ଜନମିତ୍ରଂ ପରମାନନ୍ଦଂ ପୂର୍ଣ୍ଣ ବ୍ରହ୍ମ ସନାତନ। ଏଇ ଯେଉଁ ମହନୀୟ ଲୀଳା ବ୍ୟାସ ଲାଭ କଲେ ବଦ୍ରିକାବନରେ। ତେଣୁ ତାଙ୍କର ଗୋଟେ ନୂଆ ନାଁ ହେଲା ଏ ମହାନ ତଥ୍ୟ ପାଇଲା ପରେ ବାଦରାୟଣ। ସେଇ କଥା ଗୁଡ଼ିକ ଯେଉଁଠି କହୁଛନ୍ତି ଶୁକ, ତାଙ୍କୁ ସେଠି ବାଦରାୟଣୀ ବୋଲି କୁହାହେଇଛି, ଆଉ ବ୍ୟାସପୁତ୍ର ବୋଲି କୁହାହେଉନି, ବାଦରାୟଣୀ ବୋଲି କୁହାହେଉଛି। ଠିକ୍ ସେପରି ଆମେ ଭାଗବତରେ କେତେ ଗୁଡ଼ିଏ ଜିନିଷ ପାଇବା। ସେଠି କୁହାହେଇଛି ଋଷିରୁ ବାଚ। ଏଇ ସୂତ କହୁଛନ୍ତି ନହେଲେ ଶୁକ କହୁଛନ୍ତି। ସେଠି ଶୁକଙ୍କୁ ଋଷି ବୋଲି କୁହାହେଇଛି, ମୈତ୍ରେୟଙ୍କୁ ଋଷି ବୋଲି କୁହାହେଇଛି। ଏଠି ଋଷିରୁ ବାଚରେ ବୁଝିବାକୁ ହବ ଯେ ଅତି ମହନୀୟ କଥା, ଯାହା ବେଦ ନିହିତ ଏବଂ ବୈଜ୍ଞାନିକ ଭୌଗୋଳିକ ତଥ୍ୟ ସମ୍ବଳିତ ସେଭଳିଆ କିଛି କଥା କୁହାହେଉଛି। ଦେଶ, ରାଷ୍ଟ୍ର, ଆକାଶ, ସୂର୍ଯ୍ୟ, ଚନ୍ଦ୍ରମା, ଗ୍ରହ, ନକ୍ଷତ୍ର, ଦ୍ୱୀପ, ବର୍ଷ, ପର୍ବତ, ନଦୀ, ଗିରି, କାନନ, ଏମିତିକା ଜିନିଷ ଗୁଡ଼ାକ ଭୌଗୋଳିକ କିମ୍ବା ମହାକାଶ ସମ୍ବନ୍ଧୀୟ କଥା ଯଦି କିଛି କୁହାହେଉଛି ସେଠି ଋଷିରୁ ବାଚ ବୋଲି ଆସୁଛି। ଏବଂ ଏ ସମସ୍ତ କଥା ଗୁଡ଼ିକ ପ୍ରାୟ ଅଧିକାଂଶ ଗଦ୍ୟାକାରରେ ଅଛି। ଏଠି ଶ୍ଲୋକ ନାହିଁ, ପ୍ରାୟ ଶ୍ଲୋକ ନାହିଁ। କେଉଁଠି ଗୋଟେ ସ୍ତବକୀ ସ୍ତୁତି ଯଦି ଆସିଥିବ ତାହେଲେ ମଝିରେ ଶ୍ଲୋକଟା ଆସିବ, ନହେଲେ ଏଟା ଶ୍ଲୋକାକାରରେ ଆସିନି, ଗଦ୍ୟାକାରରେ ଲେଖା ହେଇଛି। ଏଠି ଏଠି ବିଦୁର ମୈତ୍ରେୟଙ୍କୁ ପଚାରୁଛନ୍ତି ଯେ ପ୍ରଭୁ ମୋତେ କିଛି ଏଇ ଯେଉଁ ଭୂଗୋଳ, ଏ ଯେଉଁ ଭୂମି, ଗୋଲାକାର ଭୂମି, ଭୂଗୋଳ, ଗୋଲାକାର ଭୂମିପିଣ୍ଡ, ଗୋଲ ଆକୃତିର ଭୂମିପିଣ୍ଡ ତଥା ବ୍ରହ୍ମାଣ୍ଡ ବିଷୟକ କଥା କହନ୍ତୁ। ବ୍ରହ୍ମାଣ୍ଡ ବିଷୟକ କଥା କିଛି କହନ୍ତୁ, ବିଶେଷ କରି ଭୂଗୋଳକ ସମ୍ବନ୍ଧୀୟ କଥା ବେଶୀକରି କହନ୍ତୁ। ଏ ଯେଉଁ ପରିଦୃଶ୍ୟମାନ ଭୂଗୋଳକ, ୟା ଥରେ କେତେକ ପ୍ରଶ୍ନ ପଚାରିଛନ୍ତି। ବିଦୁର କହିଛନ୍ତି ଯେ ପଚାରୁଛନ୍ତି ଯେ ଅମୁକ ଋଷିଙ୍କଠୁ ମୁଁ ଏମିତି ଶୁଣିଥିଲି କିଛି ବୁଝିପାରିଲିନି, କେଉଁଠି ବସିକିରି ବିଧିବିଧାନ ହିସାବରେ ଶିକ୍ଷା ନେଲା ଭଳିଆ ମୁଁ ଶୁଣିନି। କାଁ ଭାଁ କିଏ କେଉଁଠି କଥା ହେଉଥିଲି ଶୁଣି ପକେଇଥିଲି, କିଏ କେଉଁଠି କ'ଣ ପଦେ କାହାକୁ କହୁଥିଲା ଶୁଣି ପକେଇଥିଲି, କେଉଁଠୁ ଗୋଟେ ପୃଷ୍ଠା ପଢ଼ୁଥିଲି, ଏମିତି ହେଇକିରି ମୁଁ କିଛି ଭଲ କରି ଧରିପାରିନି। ଏଇଟା ଗୋଟେ ସୁଯୋଗ ମୋତେ ମିଳିଛି, ଅରଣ୍ୟ ଭିତରେ କେହି ନାହିଁ, ମୁଁ ମଧ୍ୟ ଗୃହ ତ୍ୟାଗ କରି ପଳେଇ ଆସିଛି ବିତାଡ଼ିତ ହୋଇକରି। ବିଦୁର କହୁଛନ୍ତି ଆପଣଙ୍କ ଭଳିଆ ଜଣେ ଋଷିଙ୍କ ସନ୍ଧାନ ପାଇଛି, ଆପଣ ଏ ବିଷୟରେ ମୋତେ ଯଥେଷ୍ଟ ଶିକ୍ଷା ଆଉ ଇଏ ପ୍ରଦାନ କରିପାରିବେ, ଦିଗଦର୍ଶନ ଦେଇପାରିବେ, ମୋତେ ଏ ବିଷୟରେ କିଛି ବୁଝେଇକରି କହନ୍ତୁ। ଏଠି ବୁଝେଇକରି କହିବେ ଏ ଭୂଗୋଳକ ସମ୍ବନ୍ଧରେ କହିବେ। ସେଇଟାକୁ ସୂତ କହୁଛନ୍ତି ସନକ ପ୍ରଭୃତି ମୁନିଗଣ ନାରଦସ୍ୟ ଚ ସମ୍ବାଦ ତତଃ ପ୍ରୟୋବ୍ରତଂ ଦ୍ୱିଜା ନାଭେଃ ତତୋନୁଚରିତଂ ଋଷଭ୍ୟସ୍ୟ ଭରତସ୍ୟ ଜଗଲା ଦ୍ୱୀପ ବର୍ଷ ସମୁଦ୍ରାଣାଂ ଗିରି ନଦ୍ୟୁପବର୍ଣ୍ଣନମ୍। ଦ୍ୱୀପ ବର୍ଷ ସମୁଦ୍ରାଣାଂ ଗିରି ନଦ୍ୟୁପବର୍ଣ୍ଣନମ୍। ଏ ସମସ୍ତ କଥା ମୁଁ ଆଗେ ଏଥିରେ କ'ଣ କ'ଣ କୁହାଯାଇଛି? ଦ୍ୱୀପ ବର୍ଷ ସମୁଦ୍ର ଗିରି ନଦୀ ଏଗୁଡ଼ାକ ସମ୍ବନ୍ଧରେ କୁହାଯାଇଛି। ଆମେ ଜାଣୁ ତ ଆମର 7ଟି ଦ୍ୱୀପ ବିଦ୍ୟମାନ। ଦ୍ୱୀପ କହିଲେ ସମୁଦ୍ର ଦ୍ୱାରା ଆବଦ୍ଧ ଭୂଖଣ୍ଡ ତ ଦ୍ୱୀପ ଆଉ କ'ଣ ନାଇଁ କି? ଚାରିପଟେ ଜଳ ଭର୍ତ୍ତି ହେଇଥିବ,
ମଝିରେ ଭୂଖଣ୍ଡ ଶୁଖିଲା ମାଟି ଥିଲେ ଏଟାକୁ ଦ୍ୱୀପ କହନ୍ତି, ଦ୍ୱୀପପୁଞ୍ଜ। ଆଉ ଆମର ଯେଉଁ ଲଙ୍କା ଦ୍ୱୀପ, ଆଣ୍ଡାମାନ ନିକୋବର ଦ୍ୱୀପ, ଏ କୋଟି କୋଟି ଦ୍ୱୀପ ରହିଛି, ଚାରିଟା ଜଳ ମଝିରେ ଭୂଭାଗ। ଶାସ୍ତ୍ରରେ ଯେଉଁ ଦ୍ୱୀପ କଥା କୁହାଯାଇଛି, ବଡ଼ ବଡ଼ ଦ୍ୱୀପ ସବୁ ସାତଟା ଦ୍ୱୀପ ବୋଲି କୁହାଯାଇଛି। ସାତଟା ଦ୍ୱୀପର ଆମର ମୁନି ଋଷିମାନେ ନାମକରଣ କରିଛନ୍ତି। ଏ ସାତଟା ଦ୍ୱୀପର ନାଁ ଦେଇଛନ୍ତି। କ'ଣ ନାଁ ଦେଇଛନ୍ତି ସାତଟି ଦ୍ୱୀପର? ଶାକ, ଜମ୍ବୁ, ଆମର ଏଇଟା ଜମ୍ବୁ ଦ୍ୱୀପ, ଏଇଠୁ ଆରମ୍ଭ କରୁଛୁ। ଏଇଟା ହେଉଛି ଜମ୍ବୁ ଦ୍ୱୀପ। ଜମ୍ବୁ, ପ୍ଳକ୍ଷ, ଶାକ, ଶାଳମଳି, କୁଶ, କ୍ରୌଞ୍ଚ, ପୁଷ୍କର। ଏ ସାତଟି ଦ୍ୱୀପର ନାଁ ହେଲା ଜମ୍ବୁ, ପ୍ଳକ୍ଷ, କୁଶ, କ୍ରୌଞ୍ଚ, ଶାକ, ଶାଳମଳି, ପୁଷ୍କର। ଏ ସାତଟା ଦ୍ୱୀପ। ଆମେ ଅଧୁନାତନ ହାଇସ୍କୁଲ କଲେଜ ମାନଙ୍କରେ ପଢ଼ିଛୁ ଯେ ସାତଟା ମହାଦେଶ ରହିଛି, ନାଇଁ କି? ଏସିଆ, ଆଫ୍ରିକା, ନାଇଁ କି? ପୂର୍ବ ଆମେରିକା, ଦକ୍ଷିଣ ଆମେରିକା, ଉତ୍ତର ଆମେରିକା, ଆଣ୍ଟାର୍କଟିକା, ଏମିତି ସାତଟା ମହାଦେଶ ରହିଛି। ଆମର ପୃଥିବୀରେ ସର୍ବତ୍ର ଜଳପୂର୍ଣ୍ଣ ହୋଇକି ରହିଛି, ସର୍ବତ୍ର ଜଳପୂର୍ଣ୍ଣ ହୋଇକି ରହିଛି। ଏ ଜଳ ଭାଗ ଭିତରେ ଏ ସାତଟି ମହାଦେଶ ରହିଛି। ୟାର ପରିମାଣ ହେଉଛି ମାତ୍ର 28% ଭାଗ। ଜଳ ଭାଗର ପରିମାଣ ହେଉଛି 72% ଭାଗ। ଇଏ 28 ଭାଗ, ସେ 72 ଭାଗ। এই ଯେଉଁ ଭୂଭାଗ 28 ଭାଗ ଭିତରେ ଆମେ ସାତଟି ମହାଦେଶ ପାଉଛେ। ଯେଉଁ ସାତଟି ମହାଦେଶ ପାଉଛେ, ଆମର ଧାରଣା ଯେ ଏଇ ସାତଟା ମହାଦେଶକୁ ମୁନି ଋଷିମାନେ ସାତଟି ଦ୍ୱୀପ ବୋଲି କହିଛନ୍ତି। ଏଇଟା ଆମେ ବୁଝୁଛୁ, କିନ୍ତୁ ଆମର ଏ ଧାରଣା ଠିକ ନୁହେଁ। ନା, ଆମର ଏ ଧାରଣାଟା ଠିକ ନୁହେଁ। ପ୍ରାୟ ସମସ୍ତେ କହନ୍ତି ଶାସ୍ତ୍ରରେ ଯେଉଁ ଶାକ, ଶାଳମଳି, ଜମ୍ବୁ, ପ୍ଳକ୍ଷ ପ୍ରଭୃତି ଦ୍ୱୀପ ଅଛି, ଆମର ଏ ମହାଦେଶ ସାତଟା ବୋଲି। ନାଇଁ, ଇଏ ସାତଟାକ ମହାଦେଶ ଯେଉଁ ଆମର ରହିଛି, ଏ ସବୁଗୁଡ଼ାକ ଗୋଟିଏ ଦ୍ୱୀପ, ଜମ୍ବୁ ଦ୍ୱୀପର ଅନ୍ତର୍ଗତ। ବୁଝିଲେ କି? ଏ ସାତଟା ମହାଦେଶ, ଏ ଶାକ, ଶାଳମଳି ପ୍ରଭୃତି ସାତ ଦ୍ୱୀପ ନୁହଁ। ଆମର ଶାସ୍ତ୍ରରେ ବର୍ଣ୍ଣନା ହୋଇଥିବା, ବେଦରେ ବର୍ଣ୍ଣନା ହୋଇଥିବା ବୈଦିକ ବେଦରେ ବର୍ଣ୍ଣନା ହୋଇଥିବା ଯେଉଁ ସପ୍ତଦ୍ୱୀପ, ଏଇ ଆମର ମହାଦେଶ ଗୁଡ଼ାକ ନୁହଁ। ଏଗୁଡ଼ାକ ଗୋଟିଏ ଦ୍ୱୀପ, ବେଦ ବର୍ଣ୍ଣିତ ଗୋଟିଏ ଦ୍ୱୀପର ଅନ୍ତର୍ଗତ। କାହିଁକି? ଯୁକ୍ତି କ'ଣ ଅଛି? ଖାଲି ତ ମୁହଁରେ କହିଦେଲେ ହବନି। ଯୁକ୍ତି ହେଉଛି ୟା ଯେ ଲବଣ ସମୁଦ୍ର ଦ୍ୱାରା ଆବଦ୍ଧ ଭୂଖଣ୍ଡ ଜମ୍ବୁଦ୍ୱୀପ। ଏ ସବୁଗୁଡ଼ାକ ତ ଲବଣ ସମୁଦ୍ର। ଏ ସବୁଗୁଡ଼ାକ ତ ଲବଣ ସମୁଦ୍ର। ସବୁଠି ଲୁଣି ପାଣି ନାହିଁ କି? ନା ଗୋଟେ ମିଠା ପାଣି ସମୁଦ୍ର ଅଛି? କୋଉ ଖଣ୍ଡଟା? ଅଷ୍ଟ୍ରେଲିଆ ଆର ପଟେ ଟିକେ ମିଠା ପାଣି ଅଛି। ସମଗ୍ର ସମୁଦ୍ର ଜଳ ଗାଢ଼ ଲୁଣ। କୋଉଠି ହେଲେ ଗାଧେଇ ହବନି କି ପିଇ ହବନି, ଲୁଗା ଧୋଇ ହବନି। କୋଉଠି ହେଲେ ସମୁଦ୍ର ଜଳ ଲବଣ ସମୁଦ୍ର। ତାହେଲେ ଯେତେବେଳେ ବେଦ କହୁଛନ୍ତି ଯେ ଲବଣ ସମୁଦ୍ର ଦ୍ୱାରା ଆବଦ୍ଧ ହୋଇଥିବା ଦ୍ୱୀପଖଣ୍ଡ, ଦ୍ୱୀପଟି କେବଳ ଜମ୍ବୁଦ୍ୱୀପ, ତାହେଲେ ଆମେ ଯେଉଁ ସାତ ମହାଦେଶ ଅଷ୍ଟ୍ରେଲିଆ, ଆମେରିକା, ଆଣ୍ଟାର୍କଟିକା, ଏସିଆ, ଆଫ୍ରିକା, ୟୁରୋପ, ନାଇଁ କି ଯେଉଁ ବାଣ୍ଟିଲେ, ଇଏ ସବୁଗୁଡ଼ାକ ତାହେଲେ ଜମ୍ବୁଦ୍ୱୀପର ଅନ୍ତର୍ଗତ। ଯିଏ ଭାଗବତ ମୂଳ ଶାସ୍ତ୍ର ପଢ଼ିଛନ୍ତି, ବେଦରୁ ବୁଝିପାରିଥିବେ କି ନ ପାରିଥିବେ ସେ ଅଲଗା।
କିନ୍ତୁ ଭାଗବତରେ ଯିଏ ପଢ଼ିଛନ୍ତି ମୂଳ ସଂସ୍କୃତ ଶାସ୍ତ୍ର ସେ କହିବ ହଁ ଏ 7ଟା ଯାକ ଜମ୍ବୁଦ୍ୱୀପ। ତାହେଲେ ଆଉ ଦ୍ୱୀପ ଗୁଡ଼ାକ କୁଆଡ଼େ ଗଲା? ଆଉ 6ଟା ଦ୍ୱୀପ କୁଆଡ଼େ ଗଲା? ଏ ତ 7ଟି ଦ୍ୱୀପ ହେଲା। 7ଟି ଦ୍ୱୀପରୁ ହଉ ଗୋଟିଏ ଯଦି ଜମ୍ବୁଇଟା ହେଲା ଲବଣ ସମୁଦ୍ର, ଖାର ସମୁଦ୍ର, ତାକୁ ସେଟା କ୍ଷାର କୁହାହେଇଛି। ଆମେ ଲବଣ ସମୁଦ୍ର କହୁଛେ, ଏଟା ଶାସ୍ତ୍ରରେ ଆଉ ବେଦରେ କ୍ଷାର ବୋଲି କୁହାହେଇଛି। ସୋଡ଼ା କ୍ଷାର, କ୍ଷାର ସମୁଦ୍ର। ବେଦ କହୁଛନ୍ତି ଓ ଶ୍ରୀମଦ୍ ଭାଗବତ କହୁଛନ୍ତି ଯୋଉ 7ଟା ଦ୍ୱୀପ ଜମ୍ବୁ, ପ୍ଳକ୍ଷ, ଶାକ, ଶାଳମଣି ପ୍ରଭୃତି ଏଗୁଡ଼ିକ କୋଉ ଦ୍ୱୀପଟା କୋଉ ସମୁଦ୍ର ଦ୍ୱାରା ଆବଦ୍ଧ, କୋଉ ଦ୍ୱୀପଟା କୋଉ ସମୁଦ୍ର ଦ୍ୱାରା ଆବଦ୍ଧ। ସମୁଦ୍ର କେତେଟା କି? ନା 7ଟା। ସପ୍ତସାଗର। ଆମେ ମଧ୍ୟ ପୃଥିବୀ ଭିତରେ 7 ସାଗରକୁ ନାମକରଣ କରିଦେଇଛୁ, ନାଇଁ କି? ହେ କ'ଣ ସେଗୁଡ଼ାକ? ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟଲାଣ୍ଟିକ ମହାସାଗର, ଆଉ ହଁ ଏମିତି ନାନା ପ୍ରକାରର 7ଟା ସମୁଦ୍ର ଆମେ କରିଦେଇଛୁ। ଏଇ ଲୁଣା ସମୁଦ୍ରଟାକୁ ହିଁ ଆମେ 7 ଭାଗ କରିକି କହିଦେଉଛୁ। କିନ୍ତୁ ସବୁଗୁଡ଼ାକ ବେଦରେ ଗୋଟିଏ। ଇଏ 7 ସମୁଦ୍ର ନୁହଁ। ବୈଦଗତ ଶେଷମ କ'ଣ? କ୍ଷାର, ମଧୁର, ମଧୁର କହିଲେ ମିଠା, ଇକ୍ଷୁ, ଇକ୍ଷୁ ସମୁଦ୍ର ଅଲଗା, ଇକ୍ଷୁ ରସରେ ପୂର୍ଣ୍ଣ ସେଇଟା। ମଧୁରଟା ମିଠା ଜଳ, କ୍ଷାର, ମଧୁର, ଇକ୍ଷୁ, ସୁରା, ମଧୁ, ଘୃତ, ଦଧି। ବେଦୋକ୍ତ 7 ସମୁଦ୍ର ହେଲେ ଇଏ, ତା ଭିତରେ ଏଇଟା ହେଲା କ୍ଷାର। ଆଚ୍ଛା, ଏ ଯୋଉ ସମୁଦ୍ର ମନ୍ଥନ କରିଥିଲେ, ଅମୃତ ଯୋଉଥିରୁ ବାହାରିଥିଲା, ଏଇ ସମୁଦ୍ରଟାକୁ ମନ୍ଥିଥିଲେ କି? ଦୁଗ୍ଧ ସମୁଦ୍ର ମନ୍ଥିଥିଲେ ନା ଆଉ କ୍ଷୀରସାଗର? ଆଉ ଗୋଟେ କଥା ମନେ ରଖନ୍ତୁ, ଭଗବାନ କୋଉଠି ଶୋଇଛନ୍ତି? କ୍ଷୀର ସମୁଦ୍ରରେ ଶୋଇଛନ୍ତି। ତସ୍ମାତ୍ କ୍ଷୀରମ୍ ସମୁଦ୍ର ତୀରମ୍ ଅଗମତ୍ ବ୍ରହ୍ମାର୍ଥ ଦେବୈର୍ଯୁତ। ବ୍ରହ୍ମା ଅଥ ଦେବୈର୍ଯୁତ ଅନନ୍ତର ଅନ୍ୟ ଦେବତାମାନଙ୍କ ସହ ମିଶି କ୍ଷୀର ସମୁଦ୍ର କୂଳକୁ ଗଲେ। କ୍ଷୀର ସମୁଦ୍ର ଗୋଟେ ଅଲଗା ଅଛି, ସେଇଠି ଭଗବାନ। ଏଇ ସମୁଦ୍ର କୋଉଠି ଶୋଇବା ଦେଖାଯାଉନି। ଏଇ ସମୁଦ୍ରରେ ଯଦି ଶୋଇଥାନ୍ତେ ଆମେ ତ ଚାରିଆଡ଼େ ବୋମା ପକଉଛୁ, ରକେଟ ଫୁସୁଛୁ, ଗୋଟେ ହେଲେ ବାଜନ୍ତାନି କି ତାଙ୍କ ଦେହରେ? ପାଟି କରନ୍ତେ ତ, ହେ ମୁଁ ଏଠି ଶୋଇଥିଲେ ଇଆଡ଼େ ପସନ୍ଦ। କୋଉ ସମୁଦ୍ରରେ କୋଉ ଦ୍ୱୀପରୁ ଆଉ ରକେଟ ଟେଷ୍ଟ ନ ହଉଛି ପୃଥିବୀର? କ୍ଷୀର ସମୁଦ୍ର। ତାହେଲେ ଏଟା କ'ଣ? ଏ ସପ୍ତଦ୍ୱୀପଟା କ'ଣ? ବୁଝିବାକୁ କଷ୍ଟ ହବନି, ଆମେ ପୂର୍ବରୁ ଆଲୋଚନା କରିଛେ। ଏ ସପ୍ତଦ୍ୱୀପଟା ହଉଛି, ଏ ସପ୍ତଦ୍ୱୀପଟା ହଉଛି ଆମେ ଯୋଉ ପୃଥିବୀ ପୃଷ୍ଠରେ 7ଟା ଆବରଣ କଥା ଚିନ୍ତା କରୁନେ କି? 7ଟା ଆବରଣ କଥା ଚିନ୍ତା କରୁଛେ। ସପ୍ତାବରଣ କ'ଣ? 7ଟା ଆବରଣ ଯେ ଆମର ଏଇ ଯୋଉ ଭୂଭାଗ, ଭୂଗୋଳକ, ଏ ଭୂମିର ବାହାର ପାର୍ଶ୍ୱରେ ଧରିନିଅନ୍ତୁ ଗୋଲାକାର ବଲ୍ ଭଳିଆ, ଏଇଟା ଗୋଟେ ଗୋଲାକାର ଜିନିଷଟିଏ। ଏଇ ଭୂଭାଗଟାର ଆୟତନ କେତେ? ନା 50 କୋଟି ଯୋଜନ ବିସ୍ତାର। 50 କୋଟି ଯୋଜନ, 50 କୋଟି ଯୋଜନ ବିସ୍ତାର। ୟା ବାହାର ପଟେ ଜଳର ଆବରଣ, ଏଟା ତ ଭୂଗୋଲା, ତାର 10 ଗୁଣ, 500 କୋଟି ଯୋଜନ ବିସ୍ତାର। ତାର ଆରପଟେ ତା ବାହାରକୁ ତ ଜଳରେ ବାୟୁ, ଅଗ୍ନିର, ତେଜର ସେଇଟା ଆଉ 10 ଗୁଣ ତାର। ଏମିତି ହେଇକିରି ଏଗୁଡ଼ାକ ହେଲା ସମୁଦ୍ର। ବୁଝିପାରିଲେ? ଏଗୁଡ଼ାକ ହେଲା ସମୁଦ୍ର। ଏ ଦୁଇ ସମୁଦ୍ରର ସନ୍ଧିକ୍ଷେତ୍ରଟା କୁ ଦ୍ୱୀପ ବୋଲି କୁହାଯାଉଛି। ସେଇଠି ଜୀବମାନେ ବାସ କରୁଛନ୍ତି, ସମୁଦ୍ରରେ ବାସ କରୁନାହାନ୍ତି।
ଧରନ୍ତୁ ଗୋଟେ ଦ୍ୱୀପଖଣ୍ଡ, ଦେବତାମାନେ ଅଛନ୍ତି, ଦେବତାମାନେ ଯେଉଁଠି ଅଛନ୍ତି ସେମାନେ ତୈଜସ ତେଜମୟ, ତା ଆର ପାଖଟା ହେଉଛି ତାଙ୍କର ତ ବାୟବ୍ୟ ସାଗର, ବାୟୁର ସାଗର, ଏ ପାଖଟା ହେଲା ତେଜର ସାଗର, ମଝି ଖଣ୍ଡଟାରେ ସେମାନଙ୍କର ଦେବଜନୀ ବାସ କରୁଛନ୍ତି। ଏମିତି ସମୁଦ୍ର ଗୁଡ଼ାକ ଆୟତନରେ 10 ଗୁଣ ଲେଖେ ଅଧିକା ହେଇ ଏଇ ପ୍ରକାରରେ ରହିଛି, ଏଇ ପ୍ରକାର ଭାବରେ ରହିଛି ଗୋଟେ ଗୋଲାକାର ବସ୍ତୁର, ଏବଂ ଦୁଇ ସମୁଦ୍ରର ସନ୍ଧିସ୍ଥଳ ଅନ୍ତର୍ବର୍ତ୍ତୀ ଜାଗାଟା ହଉଛି ଦ୍ୱୀପ। ଏଇଟା ଜମ୍ବୁ, ଯାପରେ ଜଳ ସମୁଦ୍ର। ଜଳ ସମୁଦ୍ର ପରେ ଯୋଉଟା ଆସିବ ସେଟା ହେଲା ପିତୃଲୋକ, ଭୂବଲୋକ, ଏ ଭୂଲୋକ ଗଲା, ସେଟା ହେଲା ଲୋକ। ତାପରେ ଆସିଲା ତେଜ ସମୁଦ୍ର, ବୁଝିଲ? ତେଜ ସମୁଦ୍ର ପରେ ଆସିବ ସ୍ୱର୍ଗଲୋକ, ଦେବତାମାନଙ୍କର ବାସସ୍ଥଳୀ। ତାପରେ ହଉଛି ବାୟୁ ସମୁଦ୍ର। ଏମିତି 7ଟା ଆବରଣ, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି। ଯୋଉ ବୁଦ୍ଧି ସେ ବୁଦ୍ଧିର ଯୋଉ ସାଗର, ସେଟାକୁ ପୁଷ୍କର କୁହାଯାଉଛି। ପୁଷ୍କର କୁହାଯାଉଛି। ପୁଷ୍କର କହିଲେ ଭଗବାନଙ୍କ ନାଭିରୁ ବାହାରିଥିବା ପଦ୍ମଟା। ସେଠି ବୁଦ୍ଧି ହେଲେ କିଏ? ସେ ନା ବ୍ରହ୍ମା, ନାଇଁ କି? ଅହଙ୍କାର ଶିବ ବୁଦ୍ଧି ଅଜ ମନସସି ତେଜ ପ୍ରଧାନ। ଗୋସାଇଁ ଯେ ରାମଚରିତ ମାନସରେ ଲେଖିଦେଇଛି ଅନୁବାଦ କରିକିରି, ବୈଦିକ ଜିନିଷ ଗୁଡାକ। ଶିବ ହଉଛନ୍ତି ଅହଙ୍କାର ତତ୍ତ୍ୱ, ବ୍ରହ୍ମା ହଉଛନ୍ତି ବୁଦ୍ଧି ତତ୍ତ୍ୱ। ଅହଙ୍କାର ଶିବ ବୁଦ୍ଧି ଅଜ ମନ ଶଶୀ, ମନଟା ହଉଛି ଚନ୍ଦ୍ରମା, ତେଜ ମହାନ ମହତ୍ତତ୍ୱ। ଯାହା ହଉ, ତାହେଲେ ଏ ଦ୍ୱୀପ ଗୁଡାକ କଳ୍ପନା କରନ୍ତୁ, ଦ୍ୱୀପ ଗୁଡାକ କଳ୍ପନା କରନ୍ତୁ। ଭୂଖଣ୍ଡ, ଭୂଗୋଲକ, ଭୂଗୋଲକ ପରେ ଜଳ ସମୁଦ୍ର, ଜଳର ସମୁଦ୍ର ପରେ ଯୋଉ ତେଜର ସମୁଦ୍ର ଆସିବ, ଜଳ ସମୁଦ୍ର ତେଜ ସମୁଦ୍ରକୁ ଯୋଉ ଅଲଗା କରୁଛି ଯୋଉ ଖଣ୍ଡାକ, ସେଟା ତ ଗୋଟେ ଦ୍ୱୀପ ଆଉ କଣ ମ? ଏଟା କିଛି ବେଶୀ କିଛି କଠିନ ନୁହଁ, ଟିକେ ଚିନ୍ତା କଲେ ଧରି ହବ। ଏମିତି କରି 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 7ଟା ସନ୍ଧି, 7ଟା ସମୁଦ୍ର ଆଉ କଣ? କ୍ଷାର ସମୁଦ୍ର, ମଧୁର ସମୁଦ୍ର, ତାପରେ କ୍ଷାର ମଧୁର ପରେ ଇକ୍ଷୁ ସମୁଦ୍ର, ତାପରେ ସୁରା ସମୁଦ୍ର, ସୁରା ସମୁଦ୍ର, ଦଧି ସମୁଦ୍ର, ତାପରେ ଘୃତ ସମୁଦ୍ର, ତାପରେ ଦୁଗ୍ଧ ସମୁଦ୍ର ଆଉ କଣ? କ୍ଷୀରସାଗର ଆଉ। ଏମିତି 7ଟା ସମୁଦ୍ର। 7ଟା ସମୁଦ୍ରର 6ଟା ସନ୍ଧି ହବ, ନାଇଁକି? 7ଟା ସମୁଦ୍ର 6ଟା ସନ୍ଧି, 6ଟା ସନ୍ଧି ଗୋଟେ, ବାକି ଅଭ୍ୟନ୍ତର ଭୂଖଣ୍ଡଟା ଗୋଟେ, 7ଟା ଦ୍ୱୀପ ଆଉ କଣ? ଏଗୁଡାକ ହେଲା ଦ୍ୱୀପ। ଦ୍ୱୀପ ଗୁଡାକ କୋଉଗୁଡାକ? ଯୋଉ ଲୋକ ଗୁଡାକ ଆମେ ବର୍ଣ୍ଣନା କରୁଛେ, ଏଇଟା ଭୂଲୋକ, ଏଠି ମଣିଷ ମାନଙ୍କର ବାସସ୍ଥଳୀ। ୟା ଉପରକୁ ପିତୃଲୋକ, ଭୁବଲୋକ, ସେଠି ପିତୃପୁରୁଷ ମାନଙ୍କର ବାସସ୍ଥଳୀ। ତା ଉପରକୁ ସ୍ୱର୍ଗଲୋକ, ସେଠି କାହାର ବାସସ୍ଥଳୀ? ନା ଦେବତା ମାନଙ୍କର ବାସସ୍ଥଳୀ। ତା ଉପରକୁ ମହଲ ଲୋକ, ସେଠି ମହତ୍ ପୁରୁଷ ମାନଙ୍କର ବାସସ୍ଥଳୀ। ତାପରକୁ ତପଲୋକ, ସେଠି ତପସ୍ୱୀ ମାନଙ୍କର ବାସସ୍ଥଳୀ। ତାପରକୁ ଜନଲୋକ, ସେ ଜନଲୋକଟାରେ ଯୋଗୀ ମାନଙ୍କର ବାସସ୍ଥଳୀ। ତା ଉପରକୁ ବ୍ରହ୍ମଲୋକ, ସେଠି ବ୍ରହ୍ମା ଓ ବ୍ରହ୍ମଜ୍ଞାନୀ ମାନଙ୍କର ବାସସ୍ଥଳୀ। ଏଇଟା ହେଲା 7ଟା ଦ୍ୱୀପ। ତାର ନାମକରଣ କରାହେଇଛି କଣ? 7ଟା ଦ୍ୱୀପର 7ଟା ଦ୍ୱୀପର ନାମକରଣ କରାହେଇଛି ଜମ୍ବୁ, ପ୍ଳକ୍ଷ, ଶାକ, ଶାଳମଣି, କୁଶ, କ୍ରୌଞ୍ଚ, ଲାଷ୍ଟ ପୁଷ୍କର। ଧାରଣା କରି ହଉଛି? ଏକଦମ ଚରମଟା, ଶେଷଟା, ବାହାର ପାଖଟା। ଏଇ ହୋଲଟା ହେଲା ବ୍ରହ୍ମାଣ୍ଡ, ୟା ନା ହେଲା ବ୍ରହ୍ମାଣ୍ଡ। ଏଇଟା ଭଗବାନଙ୍କ ନାକରେ ଏମିତି କୋଟି କୋଟି ବାହାରୁଛି ନିଶ୍ୱାସଟେ ଛାଡ଼ିଲେ।
जस्यैक निश्वसित काल अथावलंब्य जीवंती लोम बिलजा जगदंडनाथा। गोटे निश्वास आमर छिंक होइथिले छिंकी दबा केते कोटी जलकणा बाहरुची बड़ सर्दी होइची नाकरू पानी बही जाउची से देले जेंति जलकणा गुडाक बाहरी जाउची सेंति ब्रह्मांड गुडाक भगवानकर बाहरुची नासिकरू ता ना भगवान सेपरी शक्तिशाली लोकटिए सेपरी शक्तिशाली पुरुषटिए। अच्छा शुणी था भागवत तो अच्छी देइचंदी कान पड़ी था कि ज्ञानवर्धकटी हठात सीना किसी आम उपकार आसो आप कहे किंतु आपणकर प्रज्ञा शक्ति की बढ़ेब ना वेद उपनिषद दे न था। ये जो 7टा द्वीप से 6टा द्वीप थाउ प्रथमे आम द्वीपटा कथा आम आलोचना करिया। आम द्वीपटार ना कौन जे जम्बूद्वीप। जम्बूद्वीप ये जम्बूद्वीप होची 9टा वर्ष। ये जम्बूद्वीप होची 9टा वर्ष। वर्ष कहले राष्ट्र नेशन जाति जाति तो नुह राष्ट्र 9टा राष्ट्र। ये राष्ट्र आमे आमर राजनैतिक दृष्टि बंटा है ये वेद बांटी 9 भाग कर से अंचल जलवायु भौगोलिक सीमारेखा मनुष्य मानकर आकृति आयुष खाद्य पेय वस्त्रभूषण चालीचरण स्वभाव आचरण जन्म मृत्यु संस्कृति संस्कार विवाह व्रत इत्यादि गुड़ाक जो गोटे प्रकार आम अलग अलग होचे ना प्रकार सी 9टा वर्ष कर जम्बूद्वीपटा आम 7टा महादेश कर बांटीचे कि वेद 9 भाग कर 9टा वर्ष रही। ये 9टा वर्षर स्थितिटा केमिति अच्छी ये जो जम्बूद्वीप अन्य द्वीप 6टा छाड़ दिंतु से कथा पर चिंता करवा। ये जो जम्बूद्वीप ये जम्बूद्वीप ठीक सेंटर मझीटा धरतु जम्बूद्वीपर मध्यस्थल जम्बूद्वीप वृत्तर जमी केन्द्र मध्यस्थल ये मध्यस्थल रे जो वर्ष बा राष्ट्रटी अच्छी ता ना होची इलावृत वर्ष। ता ना होची इलावृत वर्ष। जम्बूद्वीपर मझिरे जो वर्षटी अच्छी ठीक मझिरे मझीटा को आग धरतु तापर बुड़ी जम्बूद्वीपर मझिरे जमी घोरणा देखी ना जो मुग प्रवृत्ति पेशंती तार मझिरे केमती कणाटे थाए गोटे खिकिला बसे सेठी सेमितिका ये जम्बूद्वीपर जो मझीटा मझी खंडटी या ना हूँ इलावृत वर्ष। इलावृत वर्ष ये इलावृत वर्षर वर्षर चारिपटू किसी सीमा छाड़देला इलावृत वर्षर ठीक सेंटर रे मेरु जाना हूँ सुमेरु बुझे जहाँ आम सुमेरु बोली कहूचे एटे केन्द्र से ध्रुवतारा मुंड उपरे दुशिव ध्रुवतारा ठीक मस्तक उपरे दुशिव एटा स्थिर जगहटा सेंटरटा केन्द्र मुवमेंट ना वृत्तटा सीना घुरुची केन्द्रटा घुरुची कि सुमेरु हूँ सुमेरुर उच्चता 16 32 84 84 योजन ऊपर को रही भूमि भितर 16 योजन पोती रही मेरु पर्वत पर्वत मेरु पर्वत 16 योजन माटी भितर पोती रही
84 16 କେତେ ହେଲା 100 ହଁ 7 ଯୋଜନ ବିସ୍ତାର 16 ଯୋଜନ 16 ଯୋଜନ ଯେ ମାଟି ଭିତରକୁ ରହିଛି ମେରୁ ପର୍ବତ ଆଉ 16 ଯୋଜନ ପର୍ଯ୍ୟନ୍ତ ମାଟି ଉପରେ ଉଠିଲା ପରେ ତାର 4ଟା ଶୃଙ୍ଗ ଚାରିପଟେ ଅଛି 4ଟି ଶୃଙ୍ଗ ଚାରିପଟେ ଅଛି से 4टी श्रृंग जो मेरु श्रृंग से श्रृंग 4टी 4टा पर्वत कौन श्रृंगाकार 4टा पर्वत मेरु मूल बाहर 4 दिग को 4टा गोटाक ना हूँ मंदर गोटाक ना मेरु मंदर गोटे ना सुपार्श्व गोटे ना कुमुद ए पर्वत गुड़िकर नाम मेरुर मूल देश में चारिपटे जो 4टा पर्वत ताको धरी रखिछन दृढ़ करी आम जो गोटे खुंटे पोतले खंबटे जो तार बेस टाक टाण करूनी कि सेमती 4टा पर्वत चारिपटे तार बेस को टाण कर रखिला से सब भूमि मित्र को स्वजन भितर बाहरी कौन ये 4टी पर्वतर ना है मंदर मेरु मंदर सुपार्श्व और कुमुद ये 4टा पर्वतर शिखर देश मंदर रे गोटे आंब गछ मेरु मंदर रे गोटे जंबू वृक्ष सुपार्श्व रे गोटे कदम्ब गछ और कुमुदर गोटे बट वृक्ष रही जो वृक्ष बोल कहुई वृक्ष बोली कहुई कारण जो महाशक्ति से प्रकाश पाँच जे ब्रह्मांडटार बैलेंस रखुची गछ बोली कहुई गछटा है प्रतीक ये 4टा पर्वत विश्वटार माने ठीक गछ पछरे चालित होवाई तार ओजन आउ शक्ति इत्यादि रहुची यही 4टी पर्वतर अग्रभाग 4टी वृक्ष अच्छी वृक्ष विषय बहुत वर्णना कराई पंचम स्कंदे केते केते कथा कहुई आम खाली छुई नहीं पड़ो गोटा बुझी हेनी कि आमको धरा पड़ोनी आम ऋषि हो पारानी कि ज्ञान आम भितर पशुनी एतक बुझीगले तो आम ऋषि हो ऋषि रुवाच हो आम जहाँ कह ऋषि उवाच हम खाली कान पड़ता कथा आंब जंबू कहले जामुकोली कदम्ब आउ बट ये 4टी अच्छी ये 4 वर्णना हो कौन कौन झरुची ये विश्व को जमी ब्रह्मांड को ओजन हिसाब से ठीक कर रखिंट ओजन भाया ये वृक्षरू कौटू धान्य मुग ब्रीही जब सरसव प्रवृत्ति काटू झरुची बोले शस्य उत्पादिका शक्ति जहाँ खाई लोके बचुंट कौटू अलंकार वस्त्रादि आभरण एमती सब क्या औषधि जोड़ा आम एकांत अनिर्वार्य ये 4टा सीठू उत्पन्न होकर आसूची जिन गुड़ा से गछ बोली कही केते बुझे कह साधारण लोक कौन बुझे तेणु पुराण आज्ञा ये वृक्ष नुह ये वृक्ष नुह ये आमर आंब जामु गछ नुह आगे गछ बोली कहुई वृक्ष अच्छा यही पर्वत 4टा मेरुर मूल देश रे थिबा ये 4टी मुख्य पर्वत अग्रभाग जमी 4टा वृक्ष अच्छी 4टा बड़ सुंदर उपवन रही बगीचा उपवन से उपवन 4टीर ना है नंदन चैत्ररथ वैभ्राजक सर्वतोभद्र आम जानू नंदनकानन इंद्र अधिकार रे अच्छी इंद्र और स्वर्गसी माने विलास करने की आसती यही श्रृंग को मेरु मंदर शिखर रही चैत्ररथ नामक उपवन कुबेरंगर कुबेर जक्ष विद्याधर किन्नर किंपुरुष इत्यादि को नहीं दल से सब कुबेर एठिकी आसती चित्त विनोदन करने निमंते चैत्ररथ कदम्ब सुपार्श्व पर्वत जो रही उपवन ता ना हूँ वैभ्राजक वैभ्राजटा बोधे वरुणंकर भाया मोर मन हो सर्वतोभद्रटा रही कुमुद पर्वत जो उपवन है ब्रह्मांगर ब्रह्मा ब्रह्मज्ञ पुरुष मानक नहीं आसती चित्त विनोदन करने
ବୁଝିଲେ? ଏଇ ଚାରୋଟି ପର୍ବତରୁ ଚାରୋଟି ମହାନଦୀ ବାହାରି ଜମ୍ବୁ ଦ୍ୱୀପର ଚତୁର୍ଦିଗକୁ ଗତି କରିଛି। ଗୋଟିକ ନାଁ ହେଉଛି ଅରୁଣଦା, ଗୋଟିକ ନାଁ ହେଉଛି ଜମ୍ବୁମତୀ, ଗୋଟିକାର ନାଁ ହେଉଛି ପଞ୍ଚଧାରା, ଗୋଟିକ ନାଁ ହେଉଛି ଶତବଲ୍ଲୀ। ସନକାଦି ମୁନି ହେ ବିଦୁର ମୈତ୍ର ମୁନି କହୁଛନ୍ତି ଏ ଦିଗ ଗୋଟେ ପୂର୍ବ ପଶ୍ଚିମ ଦକ୍ଷିଣ ଉତ୍ତରକୁ ଯାଇଛନ୍ତି। ଏଇ ଚାରିଟା ଜଳଧାରା ହିଁ ବିଶ୍ୱର ସର୍ବତ୍ର ବିଭିନ୍ନ ଝରଣା, ବିଭିନ୍ନ ନଦୀ, ବିଭିନ୍ନ ବିଭିନ୍ନ ରୂପରେ ପ୍ରକାଶ ପାଉଛନ୍ତି। ଏହା ମୂଳ ଚାରିଟା ଧାରା। এই ପର୍ବତର ଯୋଉ ଚାରୋଟି ଜଳଧାରା ବାହାରି ଚାରି ପର୍ବତରୁ, ମେରୁର ପୂର୍ବରେ ରହିଲା କିଏ, ପଶ୍ଚିମରେ କିଏ, ଦକ୍ଷିଣରେ କିଏ, ଉତ୍ତରରେ କିଏ, ଏଟା ସବୁ ଇଳାବୃତ ବର୍ଷର କଥା। ଏଟା ସବୁ ଇଳାବୃତ ବର୍ଷର କଥା କୁହାଯାଉଛି। ଇଳାବୃତ ବର୍ଷ ମଝିରେ ମେରୁ, ଏ ମଝିରେ ମେରୁ ପର୍ବତ। ଏ ମେରୁ ପର୍ବତର ଚାରିପଟରେ ଯୋଉ ଚାରୋଟି ପର୍ବତ ଆଉ ରହିଲେ କୁମୁଦ, ସୁପାର୍ଶ୍ୱ, ମନ୍ଦର, ମେରୁ ମନ୍ଦର ନାମକ ଏ ବଗିଚା ଗଛ କଥା ଛାଡ଼ି ଦିଅନ୍ତୁ, କିନ୍ତୁ ନଦୀ ଏଇଠୁ ପ୍ରଥମ ଜଳ ଉତ୍ସ ସୁମେରୁରୁ ବାହାରିଲା। ହେଇଥିବ ପରା, ଆମର ବୈଜ୍ଞାନିକ ମାନେ ଆଉ କିଛି ଦିନ ପରେ ଜାଣିବେ ଆଜ୍ଞା। କାହିଁକି ନା ମେରୁ, ଆମେ ଯୋଉଟାକୁ ବର୍ତ୍ତମାନ ସୁମେରୁ ବୋଲି କହୁଛୁ, ସେଇଠି ଯୋଉ ବରଫ ଜମାଟ ବାନ୍ଧିକିରି ରହିଛି, ସେ ଇଞ୍ଚେ ତରଳିଲେ ଆମର ଏ ସମୁଦ୍ରରେ 12 ଫୁଟ ପାଣି ହଉଛି, ବଢୁଛି। ବର୍ତ୍ତମାନ ଗୋଟେ ବୈଜ୍ଞାନିକ ମାନେ ହାଲା କରୁନାହାନ୍ତି ତାପ ବଢିଗଲା ସୁମେରୁ ତରଳିବ ବୋଲି। ସୁମେରୁ ପୁଣି ଇଞ୍ଚେ ତାଙ୍କର ବରଫ ଯେତେ ଅଛି, ଇଞ୍ଚେ ତରଳିଲେ ଆମର ଏ ସମୁଦ୍ର 12 ଫୁଟ। ବାଲିସାହି ଭିତରକୁ ପାଣି ପଳି ଆସିବ, ଖଜାପଟି ପର୍ଯ୍ୟନ୍ତ ଆମେ ଯିବା, ସେଇଠୁ ଦେଖିବା। ସୋଲାଖିଆ ବରଗଛ ବୁଡ଼ିଯିବ। ତାହେଲେ ସେଇଟା କ'ଣ ବିଶ୍ୱର ଜଳ ଉତ୍ସ ବୋଲି ମୁନି ଋଷିମାନେ ଧରିଛନ୍ତି? ସୁମେରୁଟାକୁ ବିଶ୍ୱର ଜଳ ଉତ୍ସ ବୋଲି ଧରୁଛନ୍ତି। ସେ ଜଳ ସେଠିକି କୋଉଠୁ ଆସୁଛି? ସେଟା ତ ମଧୁର ଜଳ, କ୍ଷାର ଜଳ ନୁହଁ ନା। ସେଇଟା ଆଉ ଉପରେ ଥିବା ମଧୁର ଜଳର ଯୋଉ ସମୁଦ୍ର, ଏଗୁଡା ତ କ୍ଷାର ଜଳ ଗୁଡାକ। ୟା ପରେ ଯୋଉ ଦ୍ୱୀପଟା ରହିଛି ଜମ୍ବୁ ପରେ, ଏ ଲବଣ ସମୁଦ୍ର ଦ୍ୱାରା, ତାପରେ ପ୍ଳକ୍ଷ ପିତୃଲୋକ, ପିତୃଲୋକଙ୍କ ଆର ପାର୍ଶ୍ୱ, ଭୁବଲୋକର ଆର ପାର୍ଶ୍ୱରେ ଯୋଉ ମଧୁର ଜଳର ସମୁଦ୍ର ରହିଛି, ସେଇଠୁ ସେଟା ଆସୁଛି। କୋଉଠିକି ଆସୁଛି ନା ମେରୁ ମାଧ୍ୟମରେ। ମେରୁଟା ତ ବହୁତ ଉଚ୍ଚା, ଇଏ ତ 16 ଯୋଜନ ଉଚ୍ଚରେ ମାତ୍ର ରହିଲା, 84 ଯୋଜନ ଉପରକୁ ଅଛି। ସେ ମେରୁ ଭିତରେ ସେ ଜଳ ପ୍ରବେଶ କରି ଏଇଠି ବାହାରୁଛି ଫୁଟିକିରି ଏ ପର୍ବତ ମାନଙ୍କରେ, ଏଇ ଚାରିଟା ପର୍ବତରେ। ସେଇଟା ହେଲା ସମଗ୍ର ଏଇ ଚାରିଟା ଧାରା ସମଗ୍ର ଆମର ବିଶ୍ୱର ମୂଳ ଜଳ ଉତ୍ସ। ସେଟା ସେ ମଧୁର ସମୁଦ୍ରରୁ ଆସୁଛି, ମଧୁର ସମୁଦ୍ରରୁ ଆସୁଛି। ଏ ସନ୍ଧାନ ଏ ପର୍ଯ୍ୟନ୍ତ ଆମର ବୈଜ୍ଞାନିକ ମାନେ ପାଇନାହାନ୍ତି। ଯଦି ଏଗୁଡାକ ସତ୍ୟ କଥା ହେଇଥାଏ, ଏ କଥାଟା ଯଦି ସତ ହେଇଥାଏ, ତାହେଲେ ଏ ଯୋଉ ପାଣି ପାଇଁକି ବ୍ୟସ୍ତ ହଉଛନ୍ତି, ପାଣି 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 ବୋଲି, ଏମାନେ ଯଦି ସେଇ ମଧୁର ଜଳ ସମୁଦ୍ରରୁ ଜଳରାଶି ଆସୁଛି ବୋଲି ଜାଣିବେ, ଆଉ ମୂଳ ଉତ୍ସ ସୁମେରୁରେ ଅଛି ବୋଲି ଜାଣିବେ, ସେଇଠୁ ତାଙ୍କର ପ୍ରକ୍ରିୟାରେ ଜଳ ସଂଗ୍ରହ କରିବେ। କିନ୍ତୁ ଏଇଟା ଟିକେ ସତ୍ୟବୋଧ ହଉଛି ଯେ ସୁମେରୁରେ ଇଞ୍ଚେ ବରଫ ତରଳିଲେ, ଜଳ ଟିକେ ବଢିଲେ, ଯେତିକି ଜଳ ଅଛି ଇଞ୍ଚେ ବଢିଲା, ଆମର ଏଠି 12 ଫୁଟ ବଢୁଛି, ସବୁ ଇଆଡେ ବହି ଯାଉଛି। ତ ଆଉ କ'ଣ, ମେରୁଟା ଅଛି, ମେରୁ ପର୍ବତଟା ଅଛି। ଏଟା ସେ ମଧୁର ଜଳରୁ ଧାରା। ଆଚ୍ଛା, ଏ ଯୋଉ ଚାରୋଟି ପର୍ବତ ଗଲା, ଇଏ ଚାରୋଟି ପର୍ବତର ବାହାର ପାର୍ଶ୍ୱରେ ଆହୁରି ବହୁତ କଥା ଅଛି। ମୁଁ ଟିପିକିରି ଆଣିଥିଲି କହିବି ବୋଲି ଯେ, ଯାହା ଦେଖୁଛି ଦରକାର ହବନି ବୋଧେ, କିଏ ଶୁଣିବାକୁ ଚାହିଁବେନି। ଏତିକି କେବଳ ଶୁଣନ୍ତୁ। ଏଇ ଯୋଉ ମେରୁ ପର୍ବତ, ତ ଚାରିଟା ପର୍ବତ ଗଲା, ତା ଚାରିପଟଟା ତ ଇଳାବୃତ ବର୍ଷ। ଇଳାବୃତ ବର୍ଷର ଉତ୍ତର ବାଟକୁ ଆମେ କୋଉଠି ଅଛେ? ଆମେ ମେରୁର ଦକ୍ଷିଣରେ ଅଛେ, ସୁମେରୁର ଦକ୍ଷିଣରେ ଆମେ ଅଛେ।
उत्तर पार्श्वर रम्यक हिरणमय कुरु तीनटा वर्ष रोचे उत्तर में इलावृत वर्षर उत्तर पटक रोचे रम्यक वर्ष हिरणमय वर्ष कुरु वर्ष ये तीनटा वर्ष किमिति निर्णय होउछि ना नील पर्वत शंखवान पर्वत श्वेत पर्वत तीनटा पर्वत द्वारा ये तीनटा राष्ट्र विभाजित होउछि। तो मेरु ठारू आरंभ होला मेरु मूलरू इलावृत वर्ष नील पर्वत पड़ला नील पर्वत एपाखटा इलावृत वर्ष आर पाखटा होछि रम्यक वर्ष से रम्यक वर्ष चलला शंखवान पर्वत पर्यंत शंखवान पर्वत माला जो तले पड़ला तार एपाखटा होछि रम्यक आर पाखटा हिरणमय राष्ट्र बा वर्ष सेठू चलला श्वेत पर्वत पर्यंत श्वेत पर्वतर सेपाखटा होछि कुरु वर्ष एपाखटा होछि हिरणमय वर्ष ए तीनटा पर्वत ए तीनटा राष्ट्र को भिन्न करुचंदी एटा हला मेरुर उत्तर पटर कथा मेरुर दक्षिण पट कथा वर्तमान दक्षिण पटरे मध्य तीनटा वर्ष उत्तर पटक तीनटा वर्ष दक्षिण पटक मध्य तीनटा वर्ष गोटे हूँ हरिवर्ष गोटे किंपुरुष वर्ष गोटे भारत वर्ष दक्षिण को मेरुर रही निषध हेमकूट और हिमालय तीनोटी पर्वत द्वारा ये तीनटा राष्ट्र सीमा निर्णय होछि। मेरुर दक्षिण को इलावृत वर्षर किसी अंश रहा मूलटा मझीटा इलावृत नहीं कि अंश रहा निषध बोली गोटे पर्वत पड़ा निषध पर्वत टू हरिवर्ष आरंभ होला हेमकूट हेमकूटा मु अनुमान करी कहूँ साइबेरिया हो तुंगा बरफ पहाड़ हेमकूट साइबेरिया केबे तरले नहीं एस्किमो माने जोठी रहंदी मो तो हेमकूट एक हेमकूट पर्वत हेमकूट पर्वत पर्यंत हरिवर्ष तापर हेमकूट पर्वत पड़ा हेमकूट पर्वतर दक्षिण को किंपुरुष वर्ष चीन तिब्बत पर्यंत साइबेरियार दक्षिणांचल रूस आउ चीन आम जोटा जानूँ ये पर्यंत ये आसीगला कूठा पर्यंत ना हिमालय पर्यंत हिमालय पर्वत ठारू दक्षिण सागर पर्यंत एटा भारत वर्ष निषध हेमकूट हिमालय द्वारा हरि किंपुरुष भारत तीनटा वर्ष होला ऋषि मैंने बांटिले उत्तर को रहीगला तीनटा दक्षिण को रहीगला तीनटा 6टा वर्ष पलैला सबू 9टा वर्ष 9टा वर्ष उत्तर दक्षिण रे तीनटा 6टा मझिरे इलावृत वर्ष गोटे नहीं कि मेरु जो अच्छी एम देख 7टा वर्ष पलैला बाकी पूर्व को रहा गोटे वर्ष पश्चिम को रहा गोटे वर्ष गोटे राष्ट्र पूर्व को रहा किए से ना इलावृत वर्ष ठारू मेरु पर्वत मूलरू पलैला पर भद्राश्व भद्राश्व ठू सीधा सागर पर्यंत जो वर्षटी रहा ता ना हूँ गंधमादन पर्वत द्वारा विभाजित एटा हूँ भद्राश्व आमर पुराण रे अच्छी रामायण रे गंधमादन पर्वत एटा सियाड़े जाकि अच्छी पूर्व दिगरे जापान फापान डाकी हम जापान द्वीपपुंज कल्पना कले निर्णय बोल तो से जापान बोली वेदरे लिखि ना ता ना भद्राश्व ये गला पूर्व राष्ट्र एवं पर्वत हला गंधमादन पश्चिम को रहा किए से ना पश्चिम को रहा माल्यवान पर्वतर दक्षिण पार्श्वटा हूँ केतुमाल वर्ष अतएव रम्यक हिरणमय कुरु हरि किंपुरुष भारत भद्राश्व केतुमाल एवं मूलटा हूँ इलावृत 9टी वर्ष ये 9टी वर्ष तो समय है बेस शुणी द्वीप वर्ष समुद्राण वर्णनम तापरे एटा वर्णना करचंदी कौन वर्णना करचंदी भारत वर्षर कथा भारत वर्षर या बाद आउ 20टी मुख्य पर्वत अच्छी ता ना देचंदी भारत रे 20टी मुख्य पर्वत अच्छी 20टी मुख्य पर्वत गला परे छोटकाटिया पूर्वत पर्वत सहस्राधिक अच्छी बोली कहते ताभितर विंध्य महेंद्र 20टा भितर गुड़ा सब आसुची विंध्य महेंद्र एमती सहस्राधिक ये 20टा पर्वतर नामकरण हो पर्वत
ତାପରେ ନଦୀ ମାନଙ୍କର ସବୁ ନାମକରଣ ହେଇଛି। ଇଏ ଭାରତ ବର୍ଷର ଯେମିତି ଭାରତ ବର୍ଷର 20ଟା ପର୍ବତର ନାମକରଣ ହେଇଛି, ଆଜ୍ଞା ଏଇ 9ଟା ଆଗ ବର୍ଷର 20, 25, 30ଟା ଲେଖେ ସବୁ ନାମକରଣ ହେଇଛି, ଭାଗବତରେ ଅଛି ସବୁ। ଇଏ ଗୋଟାକ ଦ୍ୱୀପ ଆମେ ବର୍ଣ୍ଣନା କଲେ, ଏମିତି 9ଟା ଆଗ ଦ୍ୱୀପର ବର୍ଣ୍ଣନା ଅଛି ଭିତରେ, ମୈତ୍ର ମୁନି କହୁଛନ୍ତି। ଯାହା ହଉ, ଆଉ ଗୋଟେ ଦିନ ତାକୁ ଟିକେ ଶୁଣି ଦେଇକରି ଆମେ ପରବର୍ତ୍ତୀ କଥାକୁ ପଳେଇବା। ତ ଭାଗବତ କହୁଛନ୍ତି ନଦୀ ଦ୍ୱୀପ ସମୁଦ୍ରାଣାମ ଗିରି ସବୁ ବର୍ଣ୍ଣନା। ଆଉ ଆମେ ଯାହାହେଲେ ଗୋଟେ ଦିନ ଟିକେ କରିବା ନା, ଆଉ ଛାଡ଼ି ଦେଇକିରି ପଳେଇଲେ କେମିତି ହବ? ଏମିତି ଗୋଟେ ଅଛି ବୋଲି କଳ୍ପନା ଆମ ବେଦରେ। ଯାଇ ଜନ୍ମବାଦନରୁ ଯାଇକିରି ଆଣିଥିଲେ ଔଷଧ, ଜାମ୍ବମାନ ମତେଇଥିଲେ, ଅଛି ସବୁ ଅଛି। ଆମେ ଖୋଜିକିରି ପାଇଲେ, ଆମେ ନୂଆ ନାଁ ଦେଇ ପକେଇଛେ, ଭାଗ ବିଭାଗ ହେଇଯାଇଛି ସବୁ। ଯାଉ ଏତିକିରେ ଆଜି ଭାଗବତ ବିଶ୍ରାମ କରନ୍ତୁ।